ରୋଷେଇ ଘରର ଏହି 5ଟି ଜିନିଷ ଭୁଲରେ ବି କାହାକୁ ଦିଅନ୍ତୁ ନାହିଁ, ନଚେତ୍ ଘର ଛାଡ଼ି ଚାଲିଯାଆନ୍ତି ମା ଲକ୍ଷ୍ମୀ। ଆମେ ଦେଖିଥିବା ବେଳେବେଳେ ଆମର ସାହି ପଡ଼ିଶା ଲୋକମାନେ ଆସିକି କିଛି କିଛି ଜିନିଷ ଆମ ଘରକୁ ବେଳେବେଳେ ମାଗିଥାନ୍ତି। ଯେମିତିକି ତାଙ୍କ ଘରେ ଟିକେ ଚିନି ଦରକାର ହେଲା, ତାଙ୍କର ଧର ନାହିଁ, ସେ ଆସିକି ମାଗିବେ ଆମକୁ ମାନେ ଟିକେ ଚିନି ଦିଅନ୍ତୁ, ଆମେ ପଛରେ ଫେରେଇ ଦେବୁ, କି ଲୁଣ ଦିଅନ୍ତୁ, କି ଆମର ତେଲ ଦିଅନ୍ତୁ, ନହେଲେ ଆମର ଏଇ ଯେଉଁ ବେଲଣା କାଠି ନାହିଁ ରୁଟି ବେଲିବା ପାଇଁ ଟିକେ ଦେଇଦିଅ, ମୁଁ ପଛରେ ଫେରେଇ ଦେବି। ଏହିସବୁ ଜିନିଷ ଗୁଡ଼ାକ ବେଳେବେଳେ ଆମେ ଆମ ଜୀବନରେ ବହୁତ କରି ଆସିଛେ ବା ଦେଖି ଆସିଛେ। କିନ୍ତୁ ଏମିତି କିଛି ଜିନିଷ ଅଛି ଯେଉଁ ଜିନିଷ କି ଆପଣ ଯଦି ଆପଣଙ୍କ ରୋଷେଇ ଘରୁ କାହାକୁ ବି ଦେଲେ ଭୁଲରେ ବି, ତାହେଲେ ଆପଣଙ୍କ ଘରୁ ଲକ୍ଷ୍ମୀ ଛାଡ଼ି ନିଶ୍ଚିତ ଭାବେ ଚାଲିଯିବେ। ଚାଲନ୍ତୁ ସେ ବିଷୟରେ ବର୍ତ୍ତମାନ ଜାଣିବା। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ କୌଣସି ବିବାହିତା ମହିଳା ନିଜ ଘରର 5ଟି ଜିନିଷ କାହାକୁ ଦେବା ଉଚିତ ନୁହେଁ। କହିବାକୁ ଗଲେ ଦାନ ଧର୍ମ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଅନେକ କିଛି ପ୍ରାପ୍ତି ହୋଇଥାଏ। ମାତ୍ର କିଛି ଏପରି ଜିନିଷ ରହିଛି ଯାହାକୁ ବ୍ୟକ୍ତି ଭୁଲରେ ବି କାହାକୁ ଦାନ କରିବା ଉଚିତ ନୁହେଁ, ନଚେତ୍ ଜୀବନ ଉପରେ ବିପଦ ଆସିଥାଏ। ସାଧାରଣତଃ ଘରର ରୋଷେଇ ଘରର ଆଗ୍ନେୟ ଦିଗରେ ଅଗ୍ନି ଦେବତାଙ୍କର ବାସ ରହୁଥିବାରୁ ଘରର ଯେଉଁ ଆଗ୍ନେୟ କୋଣ ସେଇଟା ହେଉଛି ଆପଣଙ୍କ ଘରର ସବୁଠୁ ବେଶୀ ଶକ୍ତିଶାଳୀ କୋଣ। ତେଣୁ ବିଶେଷ କରି ମହିଳାମାନେ ରୋଷେଇ ଘରର କିଛି ଜିନିଷ ଯେଉଁଟାକି କେବେ ମଧ୍ୟ ଆପଣ କାହାକୁ ଦାନ ଆକାରରେ ଭୁଲରେ ସୁଦ୍ଧା ଦେବା ଉଚିତ ନୁହେଁ। ଯଦି ଆପଣ ବାସ୍ତବିକ ଜ୍ଞାନୀ, ତେବେ ବିଶେଷ କରି ମାତା ଲକ୍ଷ୍ମୀଙ୍କ ସହିତ ଜଡ଼ିତ ଜିନିଷ ଗୁଡ଼ିକ କାହାକୁ ବି ଆପଣ ଦେବା ଉଚିତ ନୁହେଁ। କିନ୍ତୁ ଆପଣ ଚାହିଁଲେ ଟଙ୍କା ପଇସା କାହାକୁ ଦାନରେ ଦେଇପାରିବେ। ମାତ୍ର ରୋଷେଇ ଘରର କିଛି ଜିନିଷ ବାସ୍ତୁଶାସ୍ତ୍ର ଅନୁସାରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ, ରୋଷେଇ ଘରର ବୈଭବ ଅଟେ। ତେଣୁ ଏହି ଘରକୁ କେବେ ବି ଅପରିଷ୍କାର ରଖିବା ଉଚିତ ନୁହେଁ। ରୋଷେଇ ଘରର କିଛି ଜିନିଷ ରୋଷେଇ ଘରର ବାତାବରଣକୁ ଆହୁରି ଶୁଦ୍ଧ ରଖିବାକୁ ସାହାଯ୍ୟ କରନ୍ତି। ତେଣୁ ଏହିସବୁ ଜିନିଷ ଅନ୍ୟକୁ ଦେବା ଉଚିତ ନୁହେଁ। ଫାଷ୍ଟ ହେଉଛି ଝାଡ଼ୁ। ଝାଡ଼ୁ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ତେଣୁ ଭୁଲରେ ବି ନିଜ ଘରର ଝାଡ଼ୁ ଅନ୍ୟକୁ କେବେ ମଧ୍ୟ ଦିଅନ୍ତୁ ନାହିଁ। ଏହାକୁ ସବୁବେଳେ ବାହାର ଲୋକଙ୍କ ନଜରରୁ ଦୂରେଇ ରଖନ୍ତୁ। ସନ୍ଧ୍ୟା ସମୟରେ ଆପଣ କେବେ ମଧ୍ୟ ଝାଡ଼ୁ ଲଗାନ୍ତୁ ନାହିଁ ଘରେ। ତାପରେ ହେଉଛି ଆଭୂଷଣ। ବିବାହିତା ମହିଳା ଭୁଲରେ ବି ନିଜର ଆଭୂଷଣ ଆପଣ ଯେଉଁ ସୁନା ଗହଣା ଲଗାଉଛନ୍ତି ତାକୁ ଅନ୍ୟ ସ୍ତ୍ରୀକୁ କେବେ ମଧ୍ୟ ଦେବା ଉଚିତ ନୁହେଁ। କାରଣ ସ୍ତ୍ରୀର ଆଭୂଷଣ ସହିତ ଘରର ସୁଖ ସମୃଦ୍ଧି ମଧ୍ୟ ଚାଲିଥାଏ। ଏହାଦ୍ୱାରା ଘରକୁ ନକାରାତ୍ମକ ଜିନିଷ ମଧ୍ୟ ଆସିଥାଏ। ତେଣୁ ନିଜେ ଲଗାଉଥିବା ଚେନ୍, ଚୁଡ଼ି, ଯେଉଁଟାକି ସୁନା ଗହଣା ଜିନିଷ, ସୁନା ଗହଣା ନହେଲେ ମଧ୍ୟ ଯଦି ଆପଣ ନର୍ମାଲ ମାନେ ଇମିଟେସନ୍ ବି ୟୁଜ୍ କରୁଛନ୍ତି ତାକୁ ମଧ୍ୟ ଆପଣ କେବେ କାହାକୁ ମାଗିଲେ ଦିଅନ୍ତୁ ନାହିଁ। ତାପରେ ହେଉଛି ଚକି ବେଲୁଣି, ମାନେ ଯେଉଁଟା ବେଲଣା ପଟ୍ଟା କାଠି ଆମେ କହୁଛେ। ରୋଷେଇ ଘରରେ ଚକି ବେଲୁଣି କିମ୍ବା ତାୱା ମଧ୍ୟ ଆପଣ କେଉଁ ବ୍ୟକ୍ତିକୁ କେବେ ବି ଧାର ଦେବେନି, ନଚେତ୍ ଘରେ ସବୁବେଳେ ଆପଣଙ୍କର କଳହ କ୍ଲେଶ ଲାଗି ରହିବ। ଏ କଥା ଆପଣ ଜାଣି ନିଅନ୍ତୁ। ତାପରେ ଆଉ କିଛି ଜିନିଷ ଅଛି ଯେଉଁଟାକି ଆପଣ କେବେ ବି କାହାକୁ ଦେବେନି, ସ୍ପେଶିଆଲି ସନ୍ଧ୍ୟା ସମୟରେ। ଗୋଟେ ହେଉଛି କ୍ଷୀର, ଗୋଟେ ହେଉଛି ଦହି, ଗୋଟେ ହେଉଛି ଚାଉଳ, ଗୋଟେ ହେଉଛି ଲୁଣ, ଆଉ ଗୋଟେ ହେଉଛି ଅଟା। କୌଣସି ବିବାହିତା ମହିଳା ଅନ୍ୟକୁ ରୋଷେଇ ଘରର କ୍ଷୀର, ଦହି, ଚାଉଳ, ଲୁଣ ଏବଂ ଅଟା ଅନ୍ୟକୁ ଦେବା ଉଚିତ ନୁହେଁ। ସନ୍ଧ୍ୟା ସମୟରେ ଏହି ଧଳା ରଙ୍ଗର ଜିନିଷ ଦେବା ଦ୍ୱାରା ଘରକୁ ଆପଣଙ୍କର ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ତାପରେ ହେଉଛି ହଳଦୀ। କୌଣସି ବିବାହିତା ମହିଳା ରୋଷେଇ ଘରୁ ହଳଦୀ ଅନ୍ୟ କାହାକୁ ଦେବା ଉଚିତ ନୁହେଁ ଏବଂ ଏହି ଜିନିଷ ରୋଷେଇ ଘରେ କେବେ ଶେଷ ହେବା ମଧ୍ୟ ଉଚିତ ନୁହେଁ। ହଳଦୀ ଅନ୍ୟକୁ ଦେବା ଦ୍ୱାରା ମାତା ଅନ୍ନପୂର୍ଣ୍ଣା ଅନ୍ୟ ଘରକୁ ଚାଲିଯାଆନ୍ତି। ଅନ୍ୟକୁ ଦାନ କରିବା ବା ଅନ୍ୟକୁ ହେଲ୍ପ କରିବା ବହୁତ ଭଲ କଥା, ଆମେ ଏଇଟା କରିବା ମଧ୍ୟ ଉଚିତ। କିନ୍ତୁ ଏମିତି କିଛି ଜିନିଷର ଆପଣ ନିଶ୍ଚିତ ଭାବେ ଧ୍ୟାନ ରଖିବା ଉଚିତ ଯେ ଏହି ଜିନିଷ ଗୁଡ଼ିକ କେଉଁ ସମୟରେ ଆମେ ଦେଇପାରିବା ନାହିଁ। ଆମେ ଅନ୍ୟମାନଙ୍କୁ ଯଦି ଖାଇବାକୁ ଦେଉଛେ ସେଇଟା ବହୁତ ଭଲ କଥା, କିନ୍ତୁ ଘରୁ ଚାଉଳ କିଏ ମାଗୁଛି, ତାପରେ ଅଟା କିଏ ମାଗୁଛି, ଲୁଣ କିଏ ମାଗୁଛି, ଚିନି, କ୍ଷୀର, ଏଇସବୁ ଜିନିଷ ଗୁଡ଼ାକ ଆପଣ ଦେଇପାରିବେ, କିନ୍ତୁ ସନ୍ଧ୍ୟା ସମୟରେ ଆପଣ କେବେ ମଧ୍ୟ ଦେବେନି। ଯଦି ଆପଣଙ୍କୁ କିଏ ପଇସା ମାଗୁଛି ବା ଧାର ମାଗୁଛି ପଇସା ଆପଣଙ୍କୁ, ସବୁବେଳେ ମନେ ରଖିବେ ଆପଣ ଗୁରୁବାର ଦିନ କେବେ ମଧ୍ୟ ପଇସା କାହାକୁ ଧାର ଦେବେନି। ବା ଆପଣ ପେମେଣ୍ଟ କରିବାର ଅଛି, ମାନେ ଇଲେକ୍ଟ୍ରିସିଟି ବିଲ୍, ତାପରେ ଘର ଭଡ଼ା, ଏସବୁ ଜିନିଷ ଗୁଡ଼ାକ ଆପଣ ଗୁରୁବାର ଦିନ କେବେ ପେମେଣ୍ଟ କରିବେନି। ତାପରେ ଆଉ ଗୋଟେ କଥା ଆଜିକାଲି କରୁଛନ୍ତି ଲୋକମାନେ, ଆଜିକାଲି ତ ମୋବାଇଲକୁ ପଇସା ଆସୁଛି, ତ ହାତରେ ସାଲାରୀ ଆସୁନି, ତ ମୋବାଇଲକୁ ଯେଉଁ ପଇସା ଆସୁଛି, ଯେଉଁ ବିଲ୍ ପେମେଣ୍ଟ ହେଉଛି, ତୁରନ୍ତ ମାନେ ପଇସା ଆସୁ ଆସୁ ସାଙ୍ଗେ ସାଙ୍ଗେ ଫଟାଫଟ ଇଲେକ୍ଟ୍ରିସିଟି ବିଲ୍, ପିଲାଙ୍କର ସ୍କୁଲ ଟ୍ୟୁସନ୍ ଫି, ଘର ଭଡ଼ା, ଯାହା ବି ବାକି ଥିବ ଫଟାଫଟ ପେମେଣ୍ଟ କରିଦେଉଛନ୍ତି। ତ ଏଇ ଜିନିଷ ଯଦି ଆପଣ କରିବେ ତାହେଲେ ତ ଆପଣ ଲକ୍ଷ୍ମୀ ଆପଣଙ୍କ ଘରୁ ଆସୁ ଆସୁ ଆପଣ ବିଦା କରିଦେଲେ। ମାନେ ଯେମିତିକି ଆପଣଙ୍କ ଘରକୁ କିଛି ଗେଷ୍ଟ ଆସୁଛନ୍ତି, ଗେଷ୍ଟ ଆସିବା ଆସୁ ତାପରେ ଦୁଆର ମୁହଁରୁ ଆପଣ ତାଙ୍କୁ ମାନେ ଭଗେଇ ଦେଲେ। ସେଇଭଳିଆ
ଆପଣଙ୍କ ପାଖକୁ ପଇସା ଆସୁ ଆସୁ ଆପଣ ସାଙ୍ଗେ ସାଙ୍ଗେ ସବୁ ପେମେଣ୍ଟ କରିକି ସବୁ ସାରିଦେଲେ। ତା'ମାନେ କ'ଣ, ଆପଣ ଲକ୍ଷ୍ମୀଙ୍କୁ ଏଠି ଅନାଦର କଲେ। ଆପଣଙ୍କ ଯେତେବେଳେ ସାଲାରୀ ମିଳୁଛି, ଆପଣଙ୍କ ସାଲାରୀଟା ଆସୁ, ଦିନେ ଦୁଇ ଦିନ ଆପଣ ସେ ପଇସାରୁ କିଛି ବାହାର କରିକି ଆଣିକି ଆପଣଙ୍କର ଆଲମାରିରେ ଆପଣ ରଖନ୍ତୁ। ତାପରେ ଦିନେ ଦୁଇ ଦିନ ପରେ ଆପଣ ପେମେଣ୍ଟ କରନ୍ତୁ। ତୁରନ୍ତ ଆପଣ କେବେ ପେମେଣ୍ଟ କରିବେନି। ଏମିତି ଯଦି ଆପଣ କରିବେ ମଧ୍ୟ ଆପଣ ଅଳ୍ପ ଦିନରେ ଲକ୍ଷ୍ମୀ ଛଡ଼ା ହେଇଯିବେ। ତେଣୁ ଏସବୁ କଥାକୁ ଆପଣ ନିଶ୍ଚିତ ଭାବେ ଧ୍ୟାନ ଦେବେ। ଆଜିର ଭିଡ଼ିଓଟି ଏଇଠି ରହିଲା। ପୁଣି ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଲା ତାହେଲେ ନୂଆ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଓମ୍ ନମଃ ଭଗବତେ ବାସୁଦେବାୟ।